ଫାର୍ଷ୍ଟ କଥା ୟୁନିକ୍ ତ ନୁହେଁ ଏଇଟା, ଭୁବନେଶ୍ୱର ବହୁତ ଅଛି। ଏଇଟା ଏବେ ନୂଆ ଖେଳିବା କାରଣ ହେଲା ପିଲାଙ୍କ କଲେଜ ପିଲା ପାଖାପାଖି ଆଇଟା କଲେଜ ପାଖରେ ବି ଅଛି। ବାକି ରହିଲା ଯୋଉମାନେ ଆମର ଆଉଟସାଇଡ୍ ଯିବା ପାଇଁ ଚାହୁଁଛନ୍ତି, ମାନେ ଗାଡ଼ି ଡ୍ରାଇଭର ନେଇକି ତାଙ୍କୁ ଯୋଉଠି ଗାଡ଼ି ମିଳୁନି, ତା ପାଇଁ ଆମେ ସୁବିଧା ବି ରଖିଛୁ, ଡ୍ରାଇଭର ସୁବିଧା ବି ରଖିଛୁ। ଡ୍ରାଇଭର ନେଇକି ବାହାରକୁ ଯାଇପାରିବ। ତାପରେ ହେଲା ଖୋଲିବା ୟୁନିକ୍ କଣ, ଏଇଟା ମୋର ପୁରୀରେ ବି ଥିଲା ଟ୍ରାଭେଲ୍ସ, ଆଚ୍ଛା ପୁରୀରେ ମୋର ଅଛି। ଆଚ୍ଛା। ତ ମୋର ଏଇଠି ଟୁର୍ ପ୍ୟାକେଜ ବି ଅଛି। ପ୍ରତି ମନ୍ଥଲି ଆମର ବାହାରୁ ନେଇକି ଯାଉ, ଆଇଦର ନେପାଳ ହଉ କି ହାଇଦ୍ରାବାଦ, ଯୋଉ ମାସେ ଯାହା ବାହାରିଲା ସବୁ ଜିନିଷ ଅଛି। ଯଦି ଦେଖିବା ଭାଇ ତ ଆଜିକା ଡେଟ୍ରେ ଏଇଟା ଆକ୍ଚୁଆଲି ଲୋକମାନଙ୍କ ପାଇଁ ଏଇଟା କେତେ ଉପକୃତ ହେଇପାରୁଛି ଆଉ କେତେ ଲୋକ ଆଜି ପର୍ଯ୍ୟନ୍ତ ଆପଣଙ୍କ ଏସବୁ ମାନେ ସମସ୍ୟା ହେଲାଣି। ମୁଁ ତ ସେଇଟା କହିବାଟା ଠିକ୍ ନୁହେଁ, ସେଇଟା ଆପଣ ମାନେ ଯଦି ଦେଖୁଥିବେ ତ ସେଇଟା ଆପଣ ମାନଙ୍କ ଉପରେ। ଭାଇ କଣ ଗାଡ଼ି ସବୁ ଆଭେଲେବଲ୍ ଅଛି? ଆମର ଛୋଟରୁ ନେଇକି ବଡ଼ ପର୍ଯ୍ୟନ୍ତ ଅଛି। ଆମର ଛୋଟରୁ ବଡ଼ ଷ୍ଟାର୍ଟିଂ ପର୍ଯ୍ୟନ୍ତ। ଧରନ୍ତୁ ଆପଣଙ୍କର ଟାଟା ଟିଆଗୋ, ତାପରେ ଆପଣଙ୍କର ଆସିବ ବାଲେନୋ, ସୁଇଫ୍ଟ, ତାପରେ ଗ୍ରାଣ୍ଡ ଭିଟାରା, କିଆ କ୍ୟାରେନ୍ସ, ସ୍କର୍ପିଓ, ଥାର, ସେ ହଣ୍ଡା ସିଟି, ବହୁତ ପ୍ରକାର ଗାଡ଼ି ଅଛି। ମାନେ ଯିଏ ଯୋଉ ମଡେଲର ଗାଡ଼ି ଚାହିଁବେ ଯିଏ ଯୋଉ ଆପଣ ମଡେଲ ଚାହିଁପାରିଲେ, ଅଟୋମେଟିକ ବି ଅଛି, ମାନୁଆଲ ବି ଅଛି। ଭାଇ କଣ କେମିତି ଦେଖିବା ଯଦି ମାନେ ଡେ ରେଣ୍ଟ କଣ କେତେ ରହୁଛି ଆଉ କଣ କେମିତି ସିଷ୍ଟମଟା କଣ ରହୁଛି ଦେଖିବା। ଆମର 12 ଆୱାର୍ସ ରହୁଛି, ଆଚ୍ଛା 24 ଆୱାର୍ସ ରହୁଛି। ଆଚ୍ଛା ତ ଗାଡ଼ି ବୁକିଂ କରିବାକୁ ଆପଣ ଗଲେ 2 ଦିନ ପୂର୍ବରୁ ବୁକିଂ କଲେ ଆପଣ ଯିବ। ଯଦି ଗାଡ଼ି ଆଭେଲେବଲ ଥିବ ତ ଆମେ ଦେଇପାରିବୁ, ଯଦି ଆଭେଲେବଲ ନଥାଇପାରେ ବି ଆମକୁ 2 ଦିନ ପୂର୍ବରୁ ବୁକିଂ କଲେ ଆମେ ଦେଇପାରିବୁ। 2 ଦିନ ପୂର୍ବରୁ ବୁକିଂ କଲେ ମିଳିପାରିବ। ଆଜ୍ଞା। ଭାଇ କଣ କେତେ ଯଦି ଛୋଟ ଗାଡ଼ି ଦେଖିବା ଛୋଟ ଗାଡ଼ିର କଣ କେମିତି ମାନେ ଆମର ହାୟାର ରେଞ୍ଜ ଧରନ୍ତୁ ପ୍ରାଇସ୍ ଆପଣଙ୍କ ଛୋଟ ଗାଡ଼ି ଅଛି ଟାଟା ଟିଆଗୋ, କଣ କହିଲେ ଭାଇ? ଟାଟା ଟିଆଗୋ ଅଛି ଛୋଟ ଗାଡ଼ି। ନାଇଁ ତାର ପ୍ରାଇସ୍ କଣ ରହୁଛି ମାନେ ପ୍ରାଇସ୍ କେମିତି ଆମର 24 ଆୱାର୍ସ ରହୁଛି 1400 ଟଙ୍କା। 1400 ଆଉ ବଡ଼ ଗାଡ଼ି ଗୁଡ଼ା ଯୋଉଟା ସବୁ ରହୁଛି? ବଡ଼ ଗାଡ଼ି ଆପଣଙ୍କ ସ୍କର୍ପିଓ ରହୁଛି 2799, ଆଚ୍ଛା। 24 ଆୱାର୍ସ। ତ ଭାଇ କୋଉମାନେ ନେଇପାରିବେ କଣ କ୍ରାଇଟେରିଆ ରହୁଛି ନବାର? ଗାଡ଼ି ସମସ୍ତେ ନେଇପାରିବେ, ସମସ୍ତେ 18 ପ୍ଲସ୍ ସମସ୍ତେ ନେଇପାରିବେ ଗାଡ଼ି। କଣ ପାଇଁ ତାର କଣ ଦବାକୁ ପଡ଼ିବ ତାଙ୍କ ଡକ୍ୟୁମେଣ୍ଟ ଆଧାର ଭିତରେ? କାର୍ଡ, ଡିଏଲ, ଯଦି କିଏ ଜବ୍ କରୁଥିବେ ତାଙ୍କ ଜବ୍ କିଛି ଆଇଡେଣ୍ଟି କାର୍ଡ, ନା ଯଦି କିଏ ଷ୍ଟୁଡେଣ୍ଟ ଷ୍ଟୁଡେଣ୍ଟ ଆଇଡେଣ୍ଟି କାର୍ଡ। ମାନେ ଯେତେ ଦିନ ପର୍ଯ୍ୟନ୍ତ ଚାହିଁବେ ସେ ନେଇପାରିବେ ସେମିତି କିଛି ମାନେ ଯେତେ ଟାଇମ୍ ଦିନ ଲିମିଟ୍ ନାହିଁ। ପର୍ଯ୍ୟନ୍ତ ନା ନା ଶୁଣ, ଆମର 24 ଆୱାର୍ସ ପରେ ସେ ଆପଣଙ୍କୁ ଜଣେଇବାର ଅଛି ଯେ ଆମେ ଆଉ ଗୋଟେ ଏକ୍ସଟେନସନ କରିବୁ, ଓକେ। ତାପରେ ନେଇପାରିବେ। ଆଉ ଗାଡ଼ି ଆମେ ବେସିକ ଆମେ ଛାଡୁଛୁ ଯୋଉ ମାନଙ୍କ ପ୍ରପର ସବୁ ଅଛି ଆଇଡି ଫାଇଡି, ହୁଁ, ତ ସେମାନଙ୍କ ଗାଡ଼ି ଦିଆହଉଛି। ଆଚ୍ଛା ଆମର ବାକି ରହିଲା କିଏ ବି ଆସିଲା ବାହାରୁ, ସେ କହିବ ଆମେ ଏୟାରପୋର୍ଟ ପିକଅପ୍ କରିଦିଅ, ତା ବି ଅଛି। ସେ ସିଷ୍ଟମ୍ ବି ହେଇପାରୁଛି। ଅଛି। ତ ତମେ ଭାଇ ଗାଡ଼ି ଯଦି ଡିଫଲ୍ଟ ହେଲା ଗାଡ଼ି ତାର ଏକ୍ସଚେଞ୍ଜ ଡିଫଲ୍ଟ ଆପଣଙ୍କର ଇଞ୍ଜିନ ଗାଡ଼ିର ଯାହା ବି ଅଛି ତା ଉପରେ ଡିଫଲ୍ଟ କିଛି ନାହିଁ। ଯଦି କୋଉ କଷ୍ଟମର ଆକ୍ସିଡେଣ୍ଟାଲ କଲେ କି କୋଉଠି ନେଇ ସ୍କ୍ରାଚ କଲେ ତାର ପେମେଣ୍ଟ ଅଛି, ଯେତିକି କମ୍ପାନୀର ଖର୍ଚ୍ଚ ହବ ସେତିକି ଦେବେ। ଓଭରଲେ ଆମେ କିଛି ବି ନଉନୁ ପେମେଣ୍ଟ।